ଥଣ୍ଡା। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଜି ଆମ ସୋରୁମରେ ଥଣ୍ଡା କେମିତି ହେଲା ଆପଣ ଜାଣିଛନ୍ତି? କାରଣ ଖରା ବହୁତ ହେଉଥିବାରୁ ସୋରୁମରେ ଥଣ୍ଡା ଆସିଲା। କାହିଁକି ଥଣ୍ଡା ଆସିଥିଲା? ଥଣ୍ଡା ହେଉଛି ଆମ ବାବୁ ଭାଇ, ଆମ ଫୋର ଆମର ହେଉଛି ସୁପରଭାଇଜର କହିଲେ ଖରା ବହୁତ ହେଉଛି, ପିଲାମାନେ ଥଣ୍ଡା ପିଇ କହୁଛନ୍ତି। ସେ ସାର୍ ନିଗମ ବାବୁ ଥିଲେ ଅଫିସରେ। ନିଗମ ବାବୁ କହିଲା ଠିକ୍ ଅଛି, ପିଲାଙ୍କୁ କୁହ ଥଣ୍ଡା ଯାଇ ଆଣିବେ। ନିଗମ 500 ଟଙ୍କା ଧରାଇ ଦେଲେ ପିଲାମାନଙ୍କୁ। ଆମର ଜଣେ ପିଲା ଯାଇ ଥଣ୍ଡା ନେଇ ଆଇଲା। ଥଣ୍ଡା ଆମର 3-4ଟା ଥଣ୍ଡା ନେଇ ଆଇଲା। ଥଣ୍ଡା ହେଲା ପରେ ମାନେ ଏତେ ଜୋର ଗରମ ହେଉଥିଲା, ମାନେ କୁହନି ସାଙ୍ଗମାନେ, ଦେହ କ'ଣ ହେଇଯାଉଥିଲା। ତାପରେ ଆମେ ଜଣେ ପରେ ଜଣେ ଥଣ୍ଡା ପିଇ ଚାଲିଲୁ। ତାପରେ ଫାଷ୍ଟ ଆମର ଅନିଲ ପିଲା, ତାପରେ ଟିକି ଭାଇ, ତାପରେ ରାଜେଶ ଭାଇ, ଏମିତି ପ୍ରାୟ ମାନେ ତାପରେ ଥଣ୍ଡା ଆସିଲା ମାନେ ଜାଣିବେ କେହି ରହିବେନି, କାମ ବନ୍ଦ। ତାପରେ ହୁସେଇ ଆଇଲେ, ହୁସେଇ ପାଇଁ ବି ଥଣ୍ଡା ଦିଆହେବ। ହୁସେଇ କୋଡ଼ି ଯାଇଥିଲେ ଆଣିବ ମାଲ ଆଣିବାକୁ, ଗାଡ଼ି ପାର୍ଟ। ଆଉ ହୁସେଇ ଆମର ତ ଜାଣିଛନ୍ତି ସୋରୁମରେ ତ କେହି ମାନେ ପିଲା ବସିତେ ମାନେ ହୁସେଇ ତାର ଯିବ ମାଲ ନେଇ ଆସିବ, ସିଏ କାହାକୁ ଛାଡ଼ିବ। ହାପି ଆଇଲା, ହାପି ଥଣ୍ଡା ଦିଆହେବ। ଆଉ ତ ଏଇ ତ ଟିକି ଭାଇ ଖାଲି ଥଣ୍ଡା ପିଇକି ଫେଣି କହୁଛି ଆଉ ପିଇବି। ଆଉ ଇଏ ଗୋଟେ ପିଲା ଥଣ୍ଡା ପିଇବନି। ଇଏ ଆମର ସୋନୁ ଥଣ୍ଡା ପିଇବ ଏଇନା। ଆଉ ସେ ସୋନୁ ବହୁତ ସକାଳୁ କାମ କରିଛି ଆଜି। ଆଉ ସୋନୁ ଥଣ୍ଡା ଦିଆହେଲା। ସନ୍ଧ୍ୟା ପରେ ଟିକି ଭାଇ କହୁଛି ମୁଁ ପିଇନି। ତାପରେ ସେ ଭାଇ ଆମ ବଡ଼ି ସପ୍ ଭାଇ କହିଲେ ଥଣ୍ଡା ଆମର ସେପଟେ ବଳିଲା, ନିଅ ଛୁଆ କେ ପିଇଦିଅ। ଇଏ ଆମର ଚିନ୍ତିତ ଅଖୁ ମେନ୍ ମିସ୍ତ୍ରୀ ଆମର ବଡ଼ି ସପ୍ର। ତାପରେ ଇଏ ଆଇଲା ଆମର ଶୁଭ କହିଲା ମୁଁ ପିଇନି। ତା ଶୁଭକୁ ଦେବା ପରେ ତାପରେ ରାଜେଶ କହିଲା ଥଣ୍ଡା ସରିଲା ତ ମୁଁ ବୋତଲ ନେବି। ତାପରେ ଇଏ ଆମ କୁନୁ ଭାଇ, ଆପଣ ଜାଣିଛନ୍ତି ତ, ଇଏ ତ ଆଗକୁ ଭଲ ଭାବେ ଚିହ୍ନିଥିବେ। ତାପରେ ଥଣ୍ଡା ପିଇ ସାରିଲା ପରେ ସାର୍ କହିଲେ ଠିକ୍ ମକା ଆଣ, ମକା ଖାଇବା। ତାପରେ ଛୁଆଙ୍କୁ ସାର୍ ଫେଣେ ଆହୁରି 500 ଟଙ୍କା ପଇସା ଧରିଥିଲେ, ସାର୍ ଆଣିଥିଲେ ମକା। ତାପରେ ଜଣେ ପରେ ଜଣେ ମକା ଖାଇଥିଲେ। ତାପରେ ଆମର ଅଟୋ ବାବୁ ବି ଆସିଥିଲେ ଅଫିସରୁ। ଆଉ ମକା ତ କାହାକୁ ଖାଇବାକୁ ନ ଭଲ ଲାଗେ। ତାପରେ ଜଣେ ପରେ ଜଣେ ମକା ଦିଆହେଲା। ସମସ୍ତେ ଲାଇନରେ ଠିଆ କରି ମକା ଦିଆହେଲା। ସବୁ ଛଡ଼ା ମଡ଼ା ହେଉଛନ୍ତି ଖାଇବାକୁ, ମାନେ କହନ୍ତିନି ସାଙ୍ଗମାନେ, ମାନେ ଏମିତି ମାନେ କ'ଣ ଆଇଛି କି ଏମିତି, ମାନେ କ'ଣ ମିଠା ଛଡ଼ା ମଡ଼ା। ଇଏ ବାବୁ ଭାଇ ଆମର ମେନ୍ ଲୋକ ଆମର ବାବା ଭାଇ ବିନା ଆମ ମାନେ ପିଲାଙ୍କ ଦୁଃଖ ଆପଣ ଜାଣିଛନ୍ତି, ପିଲାଙ୍କ ଦୁଃଖ ସେ ହିଁ ବୁଝେ କେବଳ ବାବୁ ଭାଇ। ଆଉ କେହି ମାନେ ପିଲାଙ୍କ ଦୁଃଖ ଜାଣିପାରନ୍ତିନି। ବାବୁ ଭାଇ ସାର୍ଙ୍କୁ କହିବାରୁ ଥଣ୍ଡା ଆସିଲା, ମକା ଆସିଲା, ଆମମାନେ ଖାଇଲୁ। ବାବୁ ଭାଇ ମୋ ମଝିରେ ସନ୍ଧ୍ୟାବେଳେ ତାଙ୍କ ମୋ ମନ ଯଦି ପଡ଼ିଯିବ, ପିଲା ଫେଣି ଯେଉଁ ବରା ମଗେଇବେ, ସିଙ୍ଗଡ଼ା ମଗେଇବେ, ମାନେ ଯାହା ହେଲେ ପ୍ରତିଦିନ ସନ୍ଧ୍ୟା ହେବ ମାନେ ବାବୁ ଭାଇ କାହାକୁ ଛାଡ଼ିବନି। ବରା ଆଣ, ଯିଏ ପ୍ରତିଦିନ ବରା ଆଣିବ ଥୟ, ମାନେ ତ କ'ଣ ସିରିଏଲ୍ ହେଇଯାଇଛି। ଧର ମୁଁ ଆଜି ବରା ଆଣିଲି, କାଲି ସିଏ ଆଣିଲା, ପରଦିନ ସିଏ ଆଣିଲା, ମାନେ କାହାର ମନ ଦୁଃଖ ଯଦି ନ ହେବ। ତାପରେ ଜଣେ ପରେ ଆମେ ମକା ଖାଇଚାଲିଲୁ। ଆଉ ହୁସେଇ ପଛରେ ଆସିଲେ, ହୁସେଇ ପାଇଁ ଥଣ୍ଡା ନଥିଲା, ମକା ଥିଲା। ତାପରେ ଜଣେ ପରେ ମକା ଖାଇଲୁ। ୟାକୁ ତ ଭଲ ଚିନ୍ହିଥିବି, ରାଜେଶ ବଡ଼ି ସପ୍ର ମେନ୍। ଆଉ ହୁସିଆଇ ଆଉ ଆମର ନଟ ବାବୁ ତାଙ୍କର କ'ଣ ଡିସ୍କସନ୍ ହେଉଥିଲେ। ଆଉ ଇଏ ତ ରାଜେଶ ଦେଖୁନି ଖାଉଛନ୍ତି, ଦେଖନ୍ତୁ ପୁରା ଖାଇ ପଳାଉଛି। ଦେଖନ୍ତୁ ମକା ଖାଇ ସେ କେମିତି ହେଉଛି। ତାପରେ ଆସିଲି ଆମର ଏଠି ଆଇଲା ଗୋଟେ ଥଣ୍ଡା ଆହୁରି ବଳିଥିଲା। ମୁଁ କହିଲି ପ୍ରକାଶ ଭାଇ ଆଉ ଥଣ୍ଡା ତ ବଳିଛି, ଆଉ ଥଣ୍ଡା ଟିକେ ଦେଉନ ପିଅ। ପ୍ରକାଶ କହିଲେ ନାଇଁ ତୁ ତ ମକା ଖାଇଛୁ, ଆମେ ମକା ଖାଇନୁ, ତୁ ଯେଉଁ ମକା ଗୋଟେ ଆଣେ ଥଣ୍ଡା ଦିଆହେବ। ମୁଁ ଠିକ୍ ଅଛି। ମୁଁ ମୁଁ ମକା ଆଣିଥିଲି। ମକା ଆଣିଲା ପରେ ପକେଇକି ଅନେକ ଥଣ୍ଡା ପକେଟରେ ପିଇ ଦେଇ ତାପରେ ଟିକେ ସମୟ ବସିଲି। ଦେଖୁଥାଏ କ'ଣ ହେଉଛି, ଥଣ୍ଡା କି ଗରମ, ମାନେ ଏତେ ଗରମ ହେଉଛି କୁହନି ସାଙ୍ଗମାନେ ବାହାରେ, ମାନେ ଥଣ୍ଡା ନ ପିଇଲେ ହେବନି। ଆଉ ମୁଁ ଟିକେ ଥଣ୍ଡା ପିଇଦେଲି। ଆଉ ଆପଣ ଜାଣିଛନ୍ତି ତ ଏତେ ଖରାଦିନେ ତ ଥଣ୍ଡା ତ ପିଇବାକୁ କାହାକୁ ନ ଭଲ ଲାଗେ। ତାପରେ ରାଜେଶ ଅନିଲ ଖୋଇ ଦେଉଛି, କାରଣ ତା ହାତ କ'ଣ ଅସନା ହେଇଥିଲା ବୋଲି ଅନିଲ ଖୋଇ ଦେଉଛି। ରାଜେଶ ତ ମକା ଖାଇବାରେ ବ୍ୟସ୍ତ। ତାପରେ ବାଦଲ କହିଲା ଆଉ ମୋ ଟିକେ କର। ମୁଁ କହିଲି ବାଦଲ ଭାଇ ଦେଖୁନାହାନ୍ତି, ଥଣ୍ଡା ପିଅନ୍ତୁ ସାଙ୍ଗମାନେ, ଥଣ୍ଡା। ତାପରେ ମୋର ଆଉ ମୋ ସାଙ୍ଗ ରାଜେଶର ମକା ଖିଆଖି ହେଲୁ। ତାପରେ ବାଦଲ କହିଲା ମୁଁ ବି ଟିକେ ଥଣ୍ଡା ପିଇଦିଏ। ଥଣ୍ଡା ପିଇଲା ପରେ କିଛି ସମୟ ତାପରେ ଗପସପ ହେଲୁ। ଆଜି କାହିଁକିନା ଗାଡ଼ି ନଥିବାକୁ ତାପରେ ଖରା ହେଉଥିଲା, ତାପରେ ଥଣ୍ଡା ନ ପିଇଲେ ହେବନି। ତାପରେ ପଛରେ ଆସିଲେ ଆମର ଗୋଟେ ଭାଇ, ପକାଇ ତାକୁ ଥଣ୍ଡା ବଢ଼େଇ ଦେଲେ। ତାପରେ ୟାକୁ ଭାଇ ତ ଭଲ ଚିନ୍ତା, ଶିବ ଭାଇ, ଏ ମେନ୍ ଲୋକ ଆମ ସୋରୁମର। ଆଉ ଶିବ ଭାଇ କହିଲେ ମୁଁ ଥଣ୍ଡା ପିଇନି, ମୋତେ ଥଣ୍ଡା ଗୋଟେ ଦିଅ। ଶିବ ଭାଇ ଥଣ୍ଡା ଦିଆହେଲା। ତାପରେ ଇଏ ତ ଥଣ୍ଡା ତାର ପିଉଛି, ଆଉ ସେଥିପାଇଁ ମୁଁ ଥଣ୍ଡା ତାର ପିଉଛି। ତାପରେ ସେଠୁ ଟୋକା କ'ଣ କହୁଛି, ସେଠୁ ଥଣ୍ଡା ପିଇକି ଆସି ଏଠି ପାଇଁ ଥଣ୍ଡା ପିଇଲାଣି। ଏଇ ଯେଉଁ ଥଣ୍ଡା ବଳିଥିଲା ସାଙ୍ଗମାନେ ରାଜେଶ, ସେଠି ପିଇକି ଆସି ଏଠି ପିଇଲାଣି। ଦେଖ ଥଣ୍ଡା ପିଇ ଚାଲା। ତାପରେ କିଏ ଗୋଟେ ରାଗ ହେଇଛି। ତାପରେ କିଏ ଗୋଟେ କହିଲା ଇଏ ହେଉଛି ବଡ଼ି ସପ୍ ଭାଇ, ଇଏ ବି କହିଲା ମୁଁ ବି ଥଣ୍ଡା ପିଇନି। ଆଉ ଥଣ୍ଡା ଯିଏ ପଛରେ ପିଇନି ଏଠିକି ଆସ। ପକାଇକି କହିଲା ମୁଁ ଏଇଠି ବଇଛି, ପଛରେ ଯିଏ ପିଇନି ଆସ। ଏଇ ଭାଇ ଥଣ୍ଡା ସେଠି ଦେଉଥିଲା, ଫେଣି ଥଣ୍ଡା ଏଠି ପିଇବାକୁ କହିଲାଣି। ଥଣ୍ଡା ବଳିଛି,
ବଳିଛି ମାନେ ସେ ମୁଁ ପିଇନି, ସେ କହୁଛି ମୁଁ ପିଇନି। ସଇଲା ଥଣ୍ଡାର ବୋତଲ, ସଇଲା ବୋତଲ ଥୁଆ ହେଲା ବୋତଲ ଜାଗାରେ। ଆମର ବସିକି ଆମେ କଥା ହେଲୁ ତ ତାକୁ ଭଲ ଚିନ୍ତା ଗୋବିନ୍ଦ ଏ ପୁରା ମାଷ୍ଟର ବ୍ଲାଷ୍ଟର। ଆଉ ଆର ସେକେଣ୍ଡ ସର୍ଭିସ୍ ଆସିବ ମାନେ ଆର। ହଉ ସାଙ୍ଗମାନେ ରହୁଛି, ଜୟ ଜଗନ୍ନାଥ।